ଆମେରିକା ଚାହିଁଲେ ଭାରତକୁ 2 ଘଣ୍ଟାରେ ଠପ୍ କରିଦେବ, ଏହା ଖାନ୍ ସାର୍ କହୁଛନ୍ତି। କିନ୍ତୁ ଭାବନ୍ତୁ ଯଦି ଆମେରିକା ଭାରତରେ ଆକ୍ରମଣ କଲେ କ'ଣ ହେବ? ଦେଖନ୍ତୁ, ଭାରତ ସେହି 1947ର ଭାରତ ନୁହେଁ। ବର୍ତ୍ତମାନରେ ଭାରତ ତୁରନ୍ତ ହିଁ ରିଟେଲିଏଟ୍ କରିବ ଏବଂ ରୁଷିଆ ଏବଂ ଭାରତର ଏଗ୍ରିମେଣ୍ଟର ହେତୁ ପୁତିନ ତୁରନ୍ତ ଜାହାଜ ପଠାଇବା ଆରମ୍ଭ କରିଦେବ। ସେଠାରେ ଆମର ପଡ଼ୋଶୀ ଦେଶ ଆମେରିକାକୁ ସପୋର୍ଟ କରିବ ଏବଂ ଏହି ନ୍ୟୁଜ୍ ପୁରାପୁରି ଗ୍ଲୋବାଲରେ ବ୍ୟାପିବ। କିଛି ଘଣ୍ଟା ପରେ ୟୁଟ୍ୟୁବ, ଜିମେଲ ଏବଂ ସମସ୍ତ ଫରେନ୍ ସର୍ଭିସ୍ ବନ୍ଦ ହୋଇଯିବ ଏବଂ ଇଣ୍ଡିଆର ଷ୍ଟକ୍ ମାର୍କେଟ 30ରୁ 40% ଗୋଟିଏ ସପ୍ତାହରେ ତଳେ ପଡ଼ିଯିବ। ଆମେରିକା କହିବ ଆମ ପାଖରେ 3700 ନ୍ୟୁକ୍ଲିୟର ୱେପନ୍ସ ଅଛି ଏବଂ ଭାରତ କହିବ ଆମ ପାଖରେ 4700 ନ୍ୟୁକ୍ଲିୟର ୱେପନ୍ସ ଅଛି। ସେଥିପାଇଁ ନ୍ୟୁକ୍ଲିୟର ୱାର ହେବ ନାହିଁ, କାରଣ 7000 ନ୍ୟୁକ୍ଲିୟର ୱେପନ୍ସ ଯଦି ବ୍ଲାଷ୍ଟ ହେଲେ ପୁରା ପୃଥିବୀ ସମାପ୍ତ ହୋଇଯିବ। ଏସିଆର ସମସ୍ତ ଦେଶ ଯେମିତି ଇଣ୍ଡୋନେସିଆ, ସିଙ୍ଗାପୁର ଭାରତ ସହିତ ରହିବ। ଭାରତର ସୈନିକ ବିଜି ଥିବା ଯୋଗୁଁ ଚାଇନା ଅରୁଣାଚଳ ପ୍ରଦେଶକୁ ବନ୍ଦୀ କରିବା ପାଇଁ ଆସିବ। ଶେଷରେ ଯୁଦ୍ଧ ସରିଯିବ ଏବଂ NCERT ବହିରେ ପଢ଼ାଯିବ ଏବଂ ଚ୍ୟାପ୍ଟର ନାମ ଥିବ ୱାର୍ଲ୍ଡ ୱାର୍ 3।